ନାଇଁ ଯଦି ଦେଖିବା ଆମ ଓଡ଼ିଶାରେ ସରକାରୀ ମେଡିକାଲ କଲେଜରେ ଯେତିକି ସିଟ୍ ଅଛି ସେତିକି ତ ଆମର କୃତି ଛାତ୍ରଛାତ୍ରୀମାନଙ୍କୁ ମିଳିଗଲା। ତାପରେ ଯେଉଁମାନେ ରହିଲେ ମାନେ ଦେ ଆର୍ ଅଲସୋ ଏଫିସିଏଣ୍ଟ, ସେମାନଙ୍କୁ ନେକ୍ସଟ ସିଟ୍ ମିଳିବା କଥା। ଯଦି ଆପଣ ଘରୋଇ ଶିକ୍ଷାନୁଷ୍ଠାନର ପରିସଂଖ୍ୟାନକୁ ନେବେ, ସେଠି କେବଳ ପ୍ରତିପତ୍ତିଶାଳୀ ଲୋକମାନଙ୍କର ପିଲାମାନେ ହିଁ ପାଠ ପଢନ୍ତି, ନା ସେ ହଁ ଠିକ ଅଛି, ଇରେସ୍ପେକ୍ଟିଭ ଅଫ ଦେୟାର ହଁ ଟ୍ୟାଲେଣ୍ଟ। ବୁଝିଲି। ମୁଁ ଆପଣଙ୍କ କଥାରେ କିଛି ମାତ୍ରାରେ ସହମତ ଅଛି, କିନ୍ତୁ ଆକ୍ଚୁଆଲି ଏବେ ବିଗତ 11 ବର୍ଷରେ ନରେନ୍ଦ୍ର ମୋଦିଙ୍କର ସରକାରରେ ଏହା ଉପରେ ବହୁତ ବିତର୍କ ହେଇଛି। ଆପଣ ମାନେ ନିଶ୍ଚିତ ଭାବେ ନ୍ୟୁଜରେ ଆଉ ଟିଭିରେ ଦେଖୁଥିବେ। ବିତର୍କରେ ଏହା ଆପଣ ଯାହା ଯୋଉ ଆଶଙ୍କା ଏଠି ବ୍ୟକ୍ତ କଲେ ସେଟା ବି କିଛି ପରିମାଣ ସତ, କିନ୍ତୁ ଆର ସମାଧାନ ପାଇଁ ଆମେ ସମସ୍ତେ ଏଥର ଗଭର୍ଣ୍ଣମେଣ୍ଟ ଅଫ ଇଣ୍ଡିଆ ଯାହା ଗାଇଡଲାଇନ ବନେଇଛି, ସେଥିପାଇଁ ଆଗରୁ ଯେମିତି ପ୍ରାଇଭେଟ ମେଡିକାଲ କଲେଜରେ ଫିଜଟା ଅନଲିମିଟେଡ ଥିଲା, ଏଟା କମି ଦିଆଯାଇଛି, ତାର ଗୋଟେ କ୍ୟାପିଂ କରାଯାଇଛି। ଆଜ୍ଞା ଯେମିତି ସିଟ୍ର କେତେ ପରିମାଣର ସିଟ୍ ଆମର ମେଧାବୀ ଛାତ୍ରଙ୍କୁ ମିଳିବ ଏବଂ କିଛି ପରିମାଣର ସିଟ୍ ଆପଣଙ୍କର ମ୍ୟାନେଜମେଣ୍ଟ ଅଣ୍ଡରରେ ପିଲାମାନେ ଆଡମିଟ ହେବେ, ତାପରେ ଗୋଟେ ଗାଇଡଲାଇନ ବନାଯାଇଛି ଏବଂ ତାପରେ ତୀକ୍ଷ୍ଣ ନଜର ରଖାଯାଇଛି। ଏବଂ ଆଶା କରାଯାଉଛି ଯେ ଆଗାମୀ ଦିନମାନଙ୍କରେ ଏ ଯୋଉ ଆଡମିସନ ନେଇ ଏବଂ ଆଡମିସନର ଯୋଉ ଫିଜ୍ ଅଛି ତାକୁ ନେଇ ଯାହା ବି ସବୁ ଦ୍ୱନ୍ଦ୍ୱ ଲାଗି ରହିଛି, ସେଟା ଆହୁରି ଗୋଟେ ଷ୍ଟ୍ରିମଲାଇନ ୱେରେ ତାକୁ ଆମେ ପରିଚାଳନା କରିବା। ସେଥିପାଇଁ ସରକାରଙ୍କ ପାଖରେ ବି ବଡ ଆହ୍ୱାନ ଅଛି, ତା ସହିତ ଆମ ସମସ୍ତେ ବି ଆ ଉପରେ ଭିଜିଲାଣ୍ଟ ରହିବା। ଏଇଟା ଗୋଟେ ପ୍ରାଇଭେଟ ଗଭର୍ଣ୍ଣମେଣ୍ଟର ଯୋଉ ଡିବେଟଟା ଏଇଟା ସବୁଦିନ ଚାଲୁ ରହିବ, ସେଥିରେ ବି ଆମର ଶିକ୍ଷା ବ୍ୟବସ୍ଥା ସହିତ ସ୍ୱାସ୍ଥ୍ୟ ବ୍ୟବସ୍ଥା ବି ଇନଭଲ୍ଭ ଅଛି। ସେଥିପାଇଁ ଆମକୁ ରାଇଟ୍ ଲିଡରସିପ ର ଆବଶ୍ୟକତା ଅଛି। ରାଇଟ୍ ଲିଡର ରାଇଟ୍ ପଲିସି ଇମ୍ପ୍ଲିମେଣ୍ଟ କଲେ ଜନସାଧାରଣ ସାମଗ୍ରିକ ଭାବେ ଉପକୃତ ହେବେ। ଆଜ୍ଞା।